Hello everyone, welcome back to our YouTube channel Route Tutorial। ତ ବେସିକାଲି ପିଲାମାନେ ମୋର ଟିକେ ପ୍ରୋବ୍ଲେମ୍ ହେଇଯାଇଥିଲା, ମୁଁ ମୋ ନେଟିଭ୍ ଏରିଆକୁ ପଳେଇ ଯାଇଛି। ତ କହିବାକୁ ଗଲେ ପିଲାମାନେ ମୋର ଏଠି ନେଟୱାର୍କର ବହୁତ ପ୍ରୋବ୍ଲେମ୍। ତ ମୁଁ ଏଇଠି ପିଲାମାନେ ଭିଡ଼ିଓ ପକେଇବାରେ ପିଲାମାନେ ବହୁତ ପ୍ରୋବ୍ଲେମ୍ ହେବ ମୋର ଧୀରେ ଧୀରେ। ବଟ୍ ମୁଁ ଟ୍ରାଏ କରିବି ରେଗୁଲାର ଡେଲି ଟୁ ଡେଲି ଅପଲୋଡ଼ କରିବା ପାଇଁ। ଯଦିକା ଭିଡ଼ିଓ ବି ଗୋଟେ ଦୁଇ ଦିନ ଲେଟ୍ରେ କିଛି ବି ପ୍ରୋବ୍ଲେମ୍ କିଛି ବି ହେଇଗଲା ଦେନ୍ କ'ଣ ହବ ନା ମୁଁ ଟ୍ରାଏ କରିବି ଜଲ୍ଦି ଭିଡ଼ିଓ ପକେଇବା ପାଇଁ। ଯଦି ବି କିଛି ଲେଟ୍ ହେଲା କିଛି ବି ରିଜିନ୍ ପାଇଁ ଦେନ୍ ତମେ ସେଟାକୁ ଆଡ଼ଜଷ୍ଟ କରିଦେବ ପିଲାମାନେ। ଟ୍ରାଏ କରିବି ରେଗୁଲାର ଭିଡ଼ିଓ ପକେଇବା ପାଇଁ ପିଲାମାନେ। ତ ବେସିକାଲି ଆମେ ପ୍ରିଭିୟସ୍ କ୍ଲାସ୍‌ରେ କ'ଣ ପଢ଼ିଥିଲେ? ପ୍ରିଭିୟସ୍ କ୍ଲାସ୍‌ରେ ଆମେ ପଢ଼ିଥିଲେ କ'ଣ ନା ଷ୍ଟ୍ରକ୍ଚର୍ ଅଫ୍ ଜାଭା ପ୍ରୋଗ୍ରାମ୍। ଜାଭା ପ୍ରୋଗ୍ରାମ୍‌ର ଷ୍ଟ୍ରକ୍ଚର୍ କ'ଣ, କେମିତି କ'ଣ ଲେଖିବା, ତା'ର ପ୍ୟାକେଜ୍ କେମିତି କ'ଣ ରହିବ, ତା'ର ମେନ୍ କ୍ଲାସ୍, ତା'ର ଯାହା ବି କିଛି ବଡି, ତା'ର ଷ୍ଟେଟମେଣ୍ଟ, କମେଣ୍ଟ କେତେ ଟାଇପ୍‌ର କ'ଣ ଏଭ୍ରିଥିଙ୍ଗ ଆମେ ଡିଟେଲରେ ଡିସ୍କସନ୍ କରିଥିଲେ। ତ ଯୋଉ ବି ପିଲାମାନେ ନୂଆ ମାନେ ଆମ ଚ୍ୟାନେଲକୁ ନୂଆ ଆସିଛ ଦେନ୍ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କର, ଭିଡ଼ିଓଟିକୁ ପୁରା ଦେଖ। ଯଦି ଏ ଭିଡ଼ିଓଟି ଭଲ ଲାଗୁଛି ଦେନ୍ ଭିଡ଼ିଓଟିକି ଲାଇକ୍ କର, ଆଉ ତମ ସାଙ୍ଗସାଥିମାନଙ୍କ ସହିତ ସେୟାର କର। ଆଉ ଯୋଉ ବି ପିଲାମାନେ ପ୍ରିଭିୟସ୍ ଭିଡ଼ିଓଟି ଦେଖିବାକୁ ଚାହୁଁଛନ୍ତି ଦେନ୍ ଉପରେ ଆଇ ବଟନ୍ ଲିଙ୍କ୍ ଅଛି, ତ ସେଠି ତମେ ଯାଇକି କ୍ଲିକ୍ କରିକି ଦେଖିପାରିବ। ନହେଲେ ଡେସ୍କ୍ରିପ୍ସନରେ ଆମ ପ୍ଲେଲିଷ୍ଟର ଲିଙ୍କ୍ ଅଛି, ତ ସେଠୁ ତମେ ଯାଇକି ଆକ୍ସେସ୍ କରିପାରିବ ପିଲାମାନେ। ତ ବେସିକାଲି କହିବାକୁ ଗଲେ ଯୋଉ ବି ପିଲାମାନେ ଚାହୁଁଛନ୍ତି ଆମର ଟେଲିଗ୍ରାମ ଗ୍ରୁପ୍‌ରେ ଜଏନ୍ ହେଇକି ଫ୍ରି ଅଫ୍ କଷ୍ଟରେ PDF ଡାଉନଲୋଡ୍ କରିବାକୁ ଚାହୁଁଛନ୍ତି ଦେନ୍ ଡେସ୍କ୍ରିପ୍ସନରେ ଲିଙ୍କ୍ ଅଛି। ତ ଆମ ଟେଲିଗ୍ରାମ ଚ୍ୟାନେଲ ବା ଆମ ହ୍ୱାଟ୍ସଆପ୍ ଚ୍ୟାନେଲରେ ପିଲାମାନେ ଜଏନ୍ ହେଇକି ତମେ ସେଠୁ ତା'ର ବେନିଫିଟ୍ସ ଉଠେଇ ପାରିବ ପିଲାମାନେ। ତ ବେସିକାଲି ଆମେ ଆଜି କ'ଣ ପଢ଼ିବା? ତ ଆଜି ଆମେ କ'ଣ ପଢ଼ିବା ନା ମେନ୍ ମେଥଡ୍ ଇନ୍ ଜାଭା। ତ ମେନ୍ ମେଥଡ୍ ଜାଭାର କ'ଣ କେମିତି, ତା'ର ଷ୍ଟ୍ରକ୍ଚର୍ କ'ଣ, ତା'ର ମେନ୍ ମେଥଡ୍‌ରେ ଲେଖିବା ଆମେ କ'ଣ ପାଇଁ, ତ ମେନ୍ ମେଥଡ୍‌ରେ ଏଇଟା ଲେଖିନେ ଫାଇଦା କ'ଣ ଆମର ହେବ, ଏଭ୍ରିଥିଙ୍ଗ ଆମେ A to Z ଡିଟେଲ୍ସରେ ଜାଣିବା। ତ ଟେନସନ୍ ନେବାର ନାହିଁ ପିଲାମାନେ। ତ ଫାର୍ଷ୍ଟ କଥା କ'ଣ କହିଲା, ପିଲାମାନେ ମେନ୍ ମେଥଡ୍‌ଟା ହେଉଛି ଆମର ଗୋଟେ ପ୍ରୋଗ୍ରାମର ଷ୍ଟାର୍ଟିଂ ପଏଣ୍ଟ। ମାନେ ଜାଭାର ମେନ୍ ମେଥଡ୍‌ଟା ହେଉଛି ଷ୍ଟାର୍ଟିଂ ପଏଣ୍ଟ। ଯଦିକା ମେନ୍ ମେଥଡ୍‌ଟା ନ ଲେଖିବ ଦେନ୍ ସେ ଷ୍ଟାର୍ଟିଂ ପଏଣ୍ଟ ପାଇବନି, ଦେନ୍ ଆମ ପ୍ରୋଗ୍ରାମଟା ଏକ୍ସିକ୍ୟୁଟ୍ ହେବ ନାହିଁ। JVM ଆମର ଯୋଉ ପ୍ରୋଗ୍ରାମଟାକୁ ରନ୍ କରିବେ, JVM ମିନ୍ସ ଜାଭା ଭର୍ଚୁଆଲ୍ ମେସିନ୍। ତ ସେ ଯୋଉ ପ୍ରୋଗ୍ରାମଟାକୁ ଆମର ରନ୍ କରୁଏ ଦେନ୍ ଆମର ମେନ୍ ମେଥଡ୍‌ଟା ଯେହେତୁ ଆମର ଷ୍ଟାର୍ଟିଂ ପଏଣ୍ଟ ରହୁଛି, ତ ମେନ୍ ମେଥଡ୍‌ଟାକୁ ସେ ପାଇବ ନାହିଁ, ଯାହାଫଳରେ ଆମର ଷ୍ଟାର୍ଟିଂ ହେଇପାରିବ ନାହିଁ ଆମର ପ୍ରୋଗ୍ରାମଟା। ତ ସେଥିପାଇଁ ଏଠି କ'ଣ କହିଲା ନା main method is the starting point of the JVM to start the execution of the Java program। ଜାଭା ପ୍ରୋଗ୍ରାମକୁ ଷ୍ଟାର୍ଟ କରିବା ପାଇଁ କ'ଣ ନା ଆମର ମେନ୍ ମେଥଡ୍‌ଟା ହେଉଛି ଗୋଟେ ଷ୍ଟାର୍ଟିଂ ପଏଣ୍ଟ ପିଲାମାନେ। ୱିଦାଉଟ୍ ଦ ମେନ୍ ମେଥଡ୍ JVM ୱିଲ୍ ନଟ୍ ଏକ୍ସିକ୍ୟୁଟ୍ ଦ ପ୍ରୋଗ୍ରାମ। ପିଲାମାନେ ମୁଁ ତମକୁ ଏଇଠି ପ୍ରାକ୍ଟିକାଲି କରିକି ଦେଖେଇବି। ମେନ୍ ମେଥଡ୍ ନଥିଲେ ପିଲାମାନେ ଆମର କ'ଣ ପ୍ରୋବ୍ଲେମଟା ହେବ, କେମିତି ରନ୍ କରିପାରିବା ନା କରିପାରିବା ନାହିଁ, ଏଭ୍ରିଥିଙ୍ଗ ଆମେ ଡିଟେଲରେ ଡିସ୍କସନ୍ କରିବା। ମୁଁ ତମକୁ ପ୍ରାକ୍ଟିକାଲି ବି ଦେଖେଇବି। ତ ଇଫ୍ ଏ କ୍ଲାସ୍ କଣ୍ଟେନ୍ ମେନ୍ ମେଥଡ୍ ନୋନ୍ ଆଜ୍ ମେନ୍ କ୍ଲାସ୍, ଯଦିକା ମୁଁ ପ୍ରିଭିୟସ୍ କ୍ଲାସ୍‌ରେ ବି ପିଲାମାନେ ଏଇଟା ଡିସ୍କସନ୍ କରିଥିଲି, ଯଦିକା ଆମର କ୍ଲାସ୍ ନେମ୍‌ଟା ଯୋଉ ବି ମେନ୍ ମେଥଡ୍ ଯୋଉ ବି କ୍ଲାସ୍‌ରେ ଆମର ପ୍ରେଜେଣ୍ଟ ଅଛି, ତ ସେଇ କ୍ଲାସ୍‌ର ନେମ୍‌ଟା ଆମର ଫାଇଲ୍ ନେମ୍ ସହିତ ସମାନ ହେବ ୱିଥ୍ ଏକ୍ସଟେନସନ୍ ଡଟ୍ ଜାଭା। ତ ପିଲାମାନେ ଆମର କ'ଣ କହିଲା ଏଠି, ତ ଯୋଉ ବି କ୍ଲାସ୍‌ଟା ଆମର ମେନ୍ ମେଥଡ୍ କଣ୍ଟେନ୍ କରୁଛି, ତ ସେଇ ବି କ୍ଲାସ୍‌ଟାକୁ ଆମର କ'ଣ କୁହାଯାଏ, ମେନ୍ କ୍ଲାସ୍ କୁହାଯାଏ। ଆମର ଜାଭା ପ୍ରୋଗ୍ରାମରେ ସେଇ କ୍ଲାସ୍‌ଟାକୁ କ'ଣ କୁହାଯାଏ ନା ମେନ୍ କ୍ଲାସ୍ କୁହାଯାଏ। ତ ପିଲାମାନେ ମୁଁ ଏଇଠି ତମେ ଦେଖିପାରୁଥିବ ଆମର ମେନ୍ ମେଥଡ୍ କ'ଣ ଲେଖାଯାଏ। ସବୁଠି ପ୍ରୋଗ୍ରାମରେ ମୁଁ ପ୍ରଥମରୁ କହି ଆସିଛି ଯେ ପ୍ରୋଗ୍ରାମରେ ଆମର କ'ଣ ଲେଖାଯାଏ, ପବ୍ଲିକ୍ ଷ୍ଟାଟିକ୍ ଭଏଡ୍ ମେନ୍ ଷ୍ଟ୍ରିଙ୍ଗ ARGS। ତ ପିଲାମାନେ ଏଇ ଡିଟେଲରେ ପବ୍ଲିକ୍ କ'ଣ, ଷ୍ଟାଟିକ୍ କ'ଣ, ଭଏଡ୍ କ'ଣ, ମେନ୍ କ'ଣ, ଷ୍ଟ୍ରିଙ୍ଗ ARGS ପିଲାମାନେ ଏଇଟା ସବୁ ଡିଟେଲରେ ଆମେ ଡିସ୍କସନ୍ କରିବା। ତ ଟେନସନ୍ ନେବାର ନାହିଁ ପିଲାମାନେ। ତ ପିଲାମାନେ ଫାର୍ଷ୍ଟ କଥା କହିବାକୁ ଗଲେ ଏଇଠି ତମେ ଦେଖିପାରୁଥିବ ପବ୍ଲିକଟା ତୀର ଚିହ୍ନ ମରା ହେଇ କ'ଣ, ପବ୍ଲିକଟା ହେଉଛି ଗୋଟେ ଆକ୍ସେସ୍ ସ୍ପେସିଫାୟାର। ଷ୍ଟାଟିକ୍‌ଟା କ'ଣ, ଷ୍ଟାଟିକ୍‌ଟା ହେଉଛି ଗୋଟେ କିୱାର୍ଡ। ଭଏଡ୍‌ଟା କ'ଣ, ଭଏଡ୍‌ଟା ହେଉଛି ଗୋଟେ ରିଟର୍ନ ଟାଇପ୍। ତ ଆମର ମେନ୍‌ଟା କ'ଣ, ଏଇଟା ହେଉଛି ଆମର ମେଥଡ୍ ନେମ୍। ଷ୍ଟ୍ରିଙ୍ଗଟା ହେଉଛି ଗୋଟେ କ୍ଲାସ୍ ଆମର, ସେ ଷ୍ଟ୍ରିଙ୍ଗଟା ବି ଗୋଟେ ଡାଟା ଟାଇପ୍ ରହୁଛି। କିନ୍ତୁ ପିଲାମାନେ ମନେ ରଖିଥିବ ଛୋଟ ଏସ୍ ଏଟା ହେଉଛି ଆମର ଛୋଟ ଏସ୍‌ରେ ଯୋଉଟା ଷ୍ଟ୍ରିଙ୍ଗ ଲେଖିବ ସେଟା ହେଉଛି ଡାଟା ଟାଇପ୍, ବଡ଼ ଏସ୍‌ରେ ଯୋଉଟା ଲେଖିବ ସେଟା ହେଉଛି ଗୋଟେ କ୍ଲାସ୍ ପିଲାମାନେ। ତ ଏଇଟା ଆମର ARGS ମିନ୍ସ ଆମର ଗୋଟେ ଷ୍ଟ୍ରିଙ୍ଗ ଟାଇପ୍‌ର ଗୋଟେ ଆରେ। ପିଲାମାନେ ଏଇଠି ସ୍କୋୟାର ବ୍ରାକେଟ୍ ଦିଆହେଇଛି ତମେ ଦେଖିପାରୁଥିବ। ତ ଏଇଟା ହେଉଛି ଗୋଟେ ଷ୍ଟ୍ରିଙ୍ଗ ଟାଇପ୍‌ର ଗୋଟେ ଆରେ। ARGS ମିନ୍ସ ପିଲାମାନେ ଏଟା ହେଉଛି ଗୋଟେ ଆର୍ଗୁମେଣ୍ଟ। ତମେ ARGS ବଦଳରେ ଖାଲି ଏ ଲେଖିପାରିବ, ଆର୍ ଲେଖିପାରିବ, ତମ ଇଚ୍ଛା ଭ୍ୟାରିଏବଲ୍ ନାଁଟା। ତ ପିଲାମାନେ ଏଟା ସବୁବେଳେ ଲେଖାଯାଏ ବୋଲି ଦେନ୍ ମୁଁ ଲେଖିଦେବି। ଯଦି ଏ ବି ଲେଖିବ କିଛି ପ୍ରୋବ୍ଲେମ୍ ହେବ ନାହିଁ ପିଲାମାନେ। ତ ଷ୍ଟ୍ରିଙ୍ଗ ଟାଇପ୍‌ର ବେସିକାଲି ଏଟା ଗୋଟେ କହିବାକୁ ଗଲେ ଆରେ ପିଲାମାନେ। ତ ଫାର୍ଷ୍ଟ କଥା ଆମର କ'ଣ ଆମେ ଜାଣିବା ଡିଟେଲରେ ପବ୍ଲିକ୍ କ'ଣ, ଷ୍ଟାଟିକ୍ କ'ଣ, ଭଏଡ୍ କ'ଣ, ମେନ୍ କ'ଣ, ଷ୍ଟ୍ରିଙ୍ଗ ARGS କ'ଣ, ଏଭ୍ରିଥିଙ୍ଗ ଆମେ ଡିଟେଲରେ ଡିସ୍କସନ୍ କରିବା। ତ
ତ ଟେନସନ୍ ନବାର ନାହିଁ ପିଲାମାନେ। ତ ବେସିକାଲି ପିଲାମାନେ ଆମେ କଣ କରିବା, ଆମେ ଏବେ ଦେଖିବା, ମୁଁ ତମକୁ ଗୋଟେ ରନ୍ କରିକି ଦେଖେଇବି ଯେ ଜାଭା ପ୍ରୋଗ୍ରାମ ମେନ୍ ମେଥଡ ବିନା କେମିତି ରନ୍ କରୁଛି ନା କରୁନାହିଁ, ଏଭ୍ରିଥିଙ୍ଗ ଆମେ ଡିଟେଲରେ ଡିସ୍କସନ୍ କରିବା ୱିଥ୍ ପ୍ରାକ୍ଟିକାଲି ପିଲାମାନେ। ମୁଁ ତମକୁ କହିକି କହିଥିଲି। ତ ପିଲାମାନେ ମୁଁ ବେସିକାଲି ମୁଁ ପିଲାମାନେ କପି କରିଦେଉଛି, ମୋ ପାଇଁ ଇଜି ହବ। ତ ମୁଁ କପି କରିଦେଉଛି ପିଲାମାନେ ଏଇଠି କଣ ନା ଫାଷ୍ଟ ପ୍ରୋଗ୍ରାମ ଇନ୍ ଜାଭା ପିଲାମାନେ, ଏଇଟାକୁ ଆମେ କପି କରିକି ମୋଡିଫାଏ କରିବା ପିଲାମାନେ। ତ ପିଲାମାନେ ଫାଷ୍ଟ ମୁଁ ଏଇଟା କଣ କଲି ନା ମୁଁ ଗୋଟେ କ୍ଲାସଟେ ତିଆରି କରିଦେଲି। ମୁଁ ମେନ୍ ମେଥଡଟା ଏଇଠି ଦେଇଦେଇଛି, କିନ୍ତୁ ମୁଁ ମେନ୍ ମେଥଡଟାକୁ ପିଲାମାନେ ଏଇଠି ମେନ୍ ମେଥଡଟାକୁ ମୁଁ ହଟେଇ ଦଉଛି। ମୁଁ ଯଦି ହଟେଇ ଦେଇକି ଆଇଏନଟି ଖାଲି ପିଲାମାନେ ଆଇଏନଟି ଏକ୍ସ ଇଜ ଇକାଲ ଟୁ 10 ଲେଖିଦେଲି, ତ ମୁଁ ତାପରେ କଣ କଲି ନା ପ୍ରିଣ୍ଟ କରେଇଦେବି, ଯୋଉଟା ବି ଲେଖିଲି ଏକ୍ସଟାକୁ ପ୍ରିଣ୍ଟ କରେଇଦେବି। ସିଷ୍ଟମ ଡଟ୍ ପ୍ରିଣ୍ଟଏଲଏନ୍ ପ୍ରିଣ୍ଟ ସିଷ୍ଟମ ଡଟ୍ ଆଉଟ ସରି ଆଉଟ ଡଟ୍ ପ୍ରିଣ୍ଟଏଲଏନ୍ ପ୍ରିଣ୍ଟ ପ୍ରିଣ୍ଟ ପିଲାମାନେ ଏକ୍ସ କରେଇଦେଲି। ତ ପିଲାମାନେ ପ୍ରିଣ୍ଟଏଲଏନ୍ ପ୍ରିଣ୍ଟ ଭିତରେ ବି ଡିଫରେନ୍ସ କ'ଣ ଆମେ ଏଭ୍ରିଥିଙ୍ଗ ଡିଟେଲରେ କହିଛି ଡିସ୍କସନ୍ କରିବା। ତ ପିଲାମାନେ ତମର କାମ କେବଳ ଭିଡ଼ିଓଟିକି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଦରକାର ପଡ଼ିଲେ ପିଲାମାନେ ମୁଁ ଜାଭାର କୋର୍ ଜାଭାର ଡିଟେଲ୍ସରେ ପିଲାମାନେ ଭିଡ଼ିଓ ବି ଆଣିବି ଆମ ଚ୍ୟାନେଲରେ। ତ ୱାନ୍ସ ମୋର ପ୍ଲସ୍ ଟୁ ଆଉ ପ୍ଲସ୍ ଟୁ ଦୁଇଟା ପ୍ଲସ୍ ଟୁ ଫାର୍ଷ୍ଟ ଇୟର୍ ସେକେଣ୍ଡ ଇୟର୍ ବ୍ୟାଚ୍ କମ୍ପ୍ଲିଟ୍ ହେଇଯିବ, ଦେନ୍ ଏଭ୍ରିଥିଙ୍ଗ କୋଡ଼ିଂ ରିଲେଟେଡ୍ ବା ସଫ୍ଟୱେର୍ ଇଞ୍ଜିନିୟରିଂ ରିଲେଟେଡ୍ ବା ଆମର ଏଇ ଯେଉଁ ଆଇଟି ଇଣ୍ଡଷ୍ଟ୍ରି ରିଲେଟେଡ୍ ଯାହା ବି ପ୍ରତିଟି ଭିଡ଼ିଓ ଆମର ଏଇ ୟୁଟ୍ୟୁବ୍ ଚ୍ୟାନେଲରେ ଆସିଯିବ। ତ ଟେନସନ୍ ନେବାର ନାହିଁ ପିଲାମାନେ। ମୁଁ ତୁମକୁ ଲାଇଫ୍ ଲଙ୍ଗ୍ ପିଲାମାନେ ସପୋର୍ଟ କରିବା ପାଇଁ ରେଡ଼ି ଅଛି ପିଲାମାନେ। ମୋ ତରଫରୁ 100% ଯିବ ପିଲାମାନେ। ପ୍ଲେସମେଣ୍ଟ ବି କେମିତି କ'ଣ ହେବ ଏଭ୍ରିଥିଙ୍ଗ ଆମେ ଡିଟେଲରେ ଡିସ୍କସନ୍ କରିବା। ତ ଟେନସନ୍ ନେବାର ନାହିଁ ପିଲାମାନେ। ତ ପିଲାମାନେ ମୁଁ ଏଠି ଦେଇଦେଇଛି କ୍ଲାସ୍ ଫାଷ୍ଟ ପ୍ରୋଗ୍ରାମ୍। ତ କ୍ଲାସ୍ ନେମ୍ ସହିତ ପିଲାମାନେ ମୁଁ ସେଭ୍ କରିବି କଣ୍ଟ୍ରୋଲ ଏସ୍ ସ୍ମାଇଲି। ତ ମୁଁ ପିଲାମାନେ ମୁଁ ଏଇଠି ଫାଷ୍ଟ ପ୍ରୋଗ୍ରାମ୍ ଡଟ୍ ଜାଭାରେ ସେଭ୍ କରିବାକୁ ଚାହୁଁଛି ପିଲାମାନେ। ତ ଏଠି ପିଲାମାନେ ଅଲ୍ ଫାଇଲ୍ସ କରିଦେଲି। ତ ଅଲ୍ ଫାଇଲ୍ସ ପିଲାମାନେ କରିଦେଇକି ତ ପିଲାମାନେ ମୋର ଏଠି ଫାଷ୍ଟ ପ୍ରୋଗ୍ରାମ୍ ଗୋଟେ ଥିଲା ବୋଧେ। ତ ପିଲାମାନେ ମୋର ଫାଷ୍ଟ ପ୍ରୋଗ୍ରାମ୍ ଥିଲା ମୋର। ଲେଟ୍ ମି ମୋତେ ସେଇଟାକୁ ଡିଲିଟ୍ କରିବାକୁ ଆଗେ ଦିଅ। ତ ମୁଁ ସେଇଟାକୁ ଡିଲିଟ୍ କରିଦିଏ ପିଲାମାନେ। ତ ପିଲାମାନେ ମୁଁ ସେଇଟାକୁ ଡିଲିଟ୍ କରିଦେଲି ପିଲାମାନେ। ତ ବେସିକାଲି ମୁଁ ଏଠି ଅଲ୍ ଫାଇଲ୍ ସିଲେକ୍ଟ କରିକି ମୁଁ ସରି ୟେସ୍ ମୁଁ ରିପ୍ଲେସ୍ କରିବାକୁ ଚାହୁଁଛି। ତ ପିଲାମାନେ ମୁଁ ଯଦିକା ଯିବି ମୋର ଫାଇଲ୍ ଷ୍ଟ୍ରକ୍ଚରକୁ ପିଲାମାନେ ଏଇଠି ମୁଁ ସେଭ୍ କରିଦେଲି ଫାଷ୍ଟ ପ୍ରୋଗ୍ରାମ୍। ପିଲାମାନେ ଲେଟ୍ ମି ମୋତେ ଏଇଟା କାଟିବାକୁ ସବୁ ଦିଅ। ତ ମୁଁ ଡିଲିଟ୍ ୱାନ୍ସ ମାରିଦେଲି। ମୋତେ ଆଉଥରେ ସେଭ୍ କରିବାକୁ ପଡ଼ିବ। ମୁଁ କଣ୍ଟ୍ରୋଲ ଏସ୍ ମାଇଲି, ମୋର ସେଭ୍ ହେଲା। ଲେଟ୍ ମି ଚେକ୍। ନା ପିଲାମାନେ ମୋର ସେଭ୍ ହେଲାନି। ତ ମୋତେ କ'ଣ କରିବାକୁ ପଡ଼ିବ, ମୋତେ ସେଭ୍ ଆଜ୍ କରିବାକୁ ପଡ଼ିବ। ତ ସେଭ୍ ଆଜ୍ ପିଲାମାନେ କରିକି ମୁଁ ଫାଷ୍ଟ ପ୍ରୋଗ୍ରାମ୍ ଡଟ୍ ଜାଭାରେ ସେଭ୍ କରିବି ପିଲାମାନେ। ତ ମୁଁ ଏଠି ଅଲ୍ ଫାଇଲ୍ ସିଲେକ୍ଟ କରିଦେଇକି ସେଭ୍ ମାଇଲି। ତ ପିଲାମାନେ ମୋର ଏବେ ଆଜ୍ ୱେଲ୍ ଆଜ୍ ସେଭ୍ ହେଇଯାଇଥିବ। ତ ମୋର ପିଲାମାନେ ଏଠି ମୋର ସେଭ୍ ହେଇଯାଇଛି। ତ ପିଲାମାନେ ମୁଁ ପ୍ରୋଗ୍ରାମଟାକୁ ରନ୍ କରେଇବି କେମିତି ନା କମାଣ୍ଡ ପ୍ରମ୍ପ୍ଟ ଆମେ ୟୁଜ୍ କରୁଥିଲେ। ତ କମାଣ୍ଡ ପ୍ରମ୍ପ୍ଟରେ ପିଲାମାନେ ମୁଁ କ'ଣ କଲି ନା ଫାଷ୍ଟ ମୁଁ ସେ ଡାଇରେକ୍ଟୋରିକି ଯିବାକୁ ଚାହୁଁଛି। ତ ମୁଁ ଡାଇରେକ୍ଟୋରିଟାକୁ ପିଲାମାନେ ମୁଁ ଏଇଠୁ କପି କରିଦେଲି। ତ ମୁଁ କପି କରିଦେଇକି ମୋ ଡି ଡାଇରେକ୍ଟୋରିକି ଆଗେ ଗଲି। ତ ଡି ଡ୍ରାଇଭ୍ରେ ମୋର ଅଛି। ସରି ମୁଁ ଯେତେବେଳେ ଗଲି ମୋର ଏଠି କମାଣ୍ଡ ଲେଖିଦେଲା cls। ମୁଁ କ୍ଲିୟର କରିଦିଏ କନସୋଲଟାକୁ cd ଲେଖିକି ମୁଁ ପେଷ୍ଟ ଯେତେବେଳେ ଗଲି ମୋର ଡାଇରେକ୍ଟୋରିକି ପଳେଇ ଆଇଲା ପିଲାମାନେ। ତ ମୋର ଫାଷ୍ଟ କ'ଣ ଥିଲା ଫାଷ୍ଟ ପ୍ରୋଗ୍ରାମ ଜାଭା ସି କମ୍ପାଇଲ୍ କରିବା ଆମେ ଜାଭା ସି ଫାଷ୍ଟ FIRST ପ୍ରୋଗ୍ରାମ ଡଟ୍ ଜାଭା। ତ ପିଲାମାନେ ମୋର ଦେଖ, ତ ପିଲାମାନେ ମୋର ଏଇଟା କ'ଣ ଦେଖେଇଲା ଗୋଟେ ଆଇଡେଣ୍ଟିଫାୟର ପିଲାମାନେ ମୋର ଭୁଲ ଭାଲ ଅଛି। ଆଇଡେଣ୍ଟିଫାୟର ଏକ୍ସପେକ୍ଟେଡ ଫାଷ୍ଟ ପ୍ରୋଗ୍ରାମ ଜାଭା 3 ଏରର ଆଇଡେଣ୍ଟିଫାୟର ଏକ୍ସପେକ୍ଟେଡ ପିଲାମାନେ ମୋର ଏଠି କ'ଣ ନା ପ୍ରୋଗ୍ରାମ ମୋର ଏରର ମୋର ଆସିଗଲା କ'ଣ ନା ତମେ ଏଠି ନିଜେ ଦେଖିପାରୁଥିବ ମୋର ପ୍ରତିଟି ଲାଇନରେ ପିଲାମାନେ ଏରର ମୋର ପଳେଇ ଯାଉଛି। ତ କହିବାକୁ ଗଲେ ସେମିତି କିଛି ମୋର ଇଏ ନାହିଁ। ତ ମୁଁ ପ୍ରୋଗ୍ରାମରେ କିଛି ବି ଭୁଲ କରିନି। ତମେ ଏଇଠି ନିଜେ ଦେଖ ମୁଁ ଖାଲି ଗୋଟେ ଭ୍ୟାରିଏବୁଲଟେ ଡିକ୍ଲେୟାର କରିଛି, ସେଇ ଭ୍ୟାରିଏବୁଲଟାକୁ ପ୍ରିଣ୍ଟ କରିଦେଇଛି ଗୋଟେ କ୍ଲାସ୍ ଭିତରେ ବିନା ମେନ୍ ମେଥଡରେ। ତ ମୋର ଏଇଠି ମୁଁ ଏରର ଫେସ୍ କଲି କି ନାହିଁ? ତ ସେମ୍ ଜିନିଷ ପିଲାମାନେ ମେନ୍ ମେଥଡ ବିନା ଆମେ ପ୍ରୋଗ୍ରାମଟା ରନ୍ ହବ ନାହିଁ ପିଲାମାନେ। ତ ଏବେ ପିଲାମାନେ ଜାଣିବା ଏଠି ପବ୍ଲିକଟା କ'ଣ, ପବ୍ଲିକର କାମ କ'ଣ, ଏଭ୍ରିଥିଙ୍ଗ ଆମେ ଡିଟେଲରେ କହିଥିଲି ଡିସ୍କସନ୍ କରିବା। ତ ଏଇଠି ମୁଁ ଜାଣିବି ପବ୍ଲିକଟା କ'ଣ। ପବ୍ଲିକଟା ପିଲାମାନେ ଗୋଟେ ହେଉଛି ଆକ୍ସେସ୍ ସ୍ପେସିଫାୟାର। ଆମେ ସେକେଣ୍ଡ ଇୟରରେ ପଢ଼ିବା ଆକ୍ସେସ୍ ସ୍ପେସିଫାୟାର କେତେ ଟାଇପ୍ର କ'ଣ, ପବ୍ଲିକ ଛଡ଼ା ଆଉ କ'ଣ କେମିତି ଅଛି ପିଲାମାନେ ଏଇଟା ଆମେ UPSରେ ପଢ଼ିବା। ତ ଟେନସନ୍ ନେବାର ନାହିଁ। ତ ପିଲାମାନେ ବେସିକାଲି କ'ଣ କହିଲା ପବ୍ଲିକଟା ହେଉଛି ଗୋଟେ ଆକ୍ସେସ୍ ସ୍ପେସିଫାୟାର। ପବ୍ଲିକଟା ଆମର ଆକ୍ସେସ୍ ସ୍ପେସିଫାୟାର କ'ଣ କେମିତି ଏଭ୍ରିଥିଙ୍ଗ ଆଉ କିଛି ଆକ୍ସେସ୍ ସ୍ପେସିଫାୟାର ପବ୍ଲିକ ଛଡ଼ା ଅଛି କି ନାହିଁ ଆମେ ଏଭ୍ରିଥିଙ୍ଗ ଡିଟେଲରେ ଡିସ୍କସନ୍ କରିବା। ଡୋଣ୍ଟ ୱରି ପିଲାମାନେ। We should use a public keyword before the main method so that JVM can identify the execution point of the program ପିଲାମାନେ।
ଜେଭିଏମଟା ପିଲାମାନେ ଆମର କ'ଣ କରେ ଆଇଡେଣ୍ଟିଫାଏ କରିଦିଏ ଯୋଉଟାକି ଏକ୍ଜିକ୍ୟୁସନ ପଏଣ୍ଟ ଅଫ ଦ ପ୍ରୋଗ୍ରାମ, ଯୋଉଟାକି ଆମେ ପିଲାମାନେ ବେସିକାଲି ପବ୍ଲିକ କଲେ କ'ଣ ନା ନର୍ମାଲ କହିବାକୁ ଗଲେ ପିଲାମାନେ ପବ୍ଲିକଲି ସବୁ ଆକ୍ସେସ୍ କରିପାରିବେ। ଆମର ମେନ୍ ମେଥଡଟା କେବେ ପ୍ରାଇଭେଟ ହବନି ପିଲାମାନେ, ସେଟା ସବୁବେଳେ ପବ୍ଲିକ ହିଁ ରହିବ। ତ ପବ୍ଲିକ ଛଡା ତମେ ଯଦି ଆଉ ବି କିଛି କରିଦେଲ ଦେନ୍ ଆମର ଏରର ହିଁ ଆସିବ। ତ ପିଲାମାନେ ସେଇ ଜିନିଷଟା ଆମର କହିଲା। ତ ମେନ୍ ମେଥଡଟା ଆମର ସବୁବେଳେ ପବ୍ଲିକ ହିଁ ହବ। ତ ପବ୍ଲିକ ଯଦି ନ କରିବ ପିଲାମାନେ ସିଏ ତମକୁ ଏରର ଦବ ପିଲାମାନେ। ଆମର ମେନ୍ ମେଥଡ ଯଦି ବି ଗୋଟେ କ୍ଲାସରେ ତମେ ନ ଲେଖିବ ପିଲାମାନେ, ପବ୍ଲିକ ବି ଯଦିକା ନ ଲେଖିବ ସିଏ ତମକୁ ଦେଖେଇବ ଯେ ମେନ୍ ମେଥଡ ହିଁ ନାହିଁ ସେ କ୍ଲାସରେ, ମେନ୍ ମେଥଡ ହିଁ ନାହିଁ। ଯଦିକା ମେନ୍ ମେଥଡଟା ପବ୍ଲିକ ତମେ ନ କରୁଛ ସେ ଦେନ୍ ଜେଭିଏମ୍ ଆମର ଯୋଉ ଏଣ୍ଟ୍ରି ପଏଣ୍ଟଟା ସିଏ ପାଇବ ନାହିଁ। ପବ୍ଲିକଲି ପିଲାମାନେ କରିବା ଅର୍ଥ ଜେଭିଏମକୁ ଆମେ ଏଣ୍ଟ୍ରି ପଏଣ୍ଟ ଏକ୍ଜିକ୍ୟୁସନ ପଏଣ୍ଟଟା ପିଲାମାନେ ଆମର ପାଇବ ପ୍ରୋଗ୍ରାମର। ତ ବେସିକାଲି ତାପରେ if we use private protected and default before the main method it will not be visible to JVM। ତ ଯଦିକା ବି ଆମେ ପ୍ରାଇଭେଟ ପବ୍ଲିକ ଛଡା ପ୍ରାଇଭେଟ ପ୍ରୋଟେକ୍ଟେଡ ଡିଫଲ୍ଟ ଏଇ ଚାରିଟା ଆକ୍ସେସ୍ ସ୍ପେସିଫାୟାର ଖିଲାଲ ତମ ପାଇଁ ଅଛି। ତ ପିଲାମାନେ କୋର୍ ଜାଭାରେ ତ ଆହୁରି ବହୁତ ସାରା ନୁହେଁ ଆଉ କିଛିଟା ଅଛି ଏକ୍ସଟ୍ରା ଆଡଭାନ୍ସ। ତ କୋର୍ ଜାଭା ଯେତେବେଳେ ପଢିବ ଆଡଭାନ୍ସରେ ତ ସେତେବେଳେ ଜାଣିବ। ବେସିକାଲି ତମ ବହିରେ ଯାହା ଅଛି ତମ ସିଲାବସରେ ଯାହା ଅଛି ମୁଁ ସେଇଟା ତମକୁ ପ୍ରୋଭାଇଡ କରିଛି। ଇଫ୍ ୟୁ ୟୁଜ୍ ପ୍ରାଇଭେଟ ପ୍ରୋଟେକ୍ଟେଡ ଆଣ୍ଡ ଡିଫଲ୍ଟ ବିଫୋର ଦ ମେନ୍ ମେଥଡ ଇଟ୍ ୱିଲ୍ ନଟ୍ ବି ଭିଜିବୁଲ ଟୁ ଦ ଜେଭିଏମ୍। ଏଟା ଆମର ଜେଭିଏମ୍ କୁ ଭିଜିବୁଲ ହବ ନାହିଁ। ଏଟା ଯଦି ଆମେ ପ୍ରାଇଭେଟ କିମ୍ବା ପ୍ରୋଟେକ୍ଟେଡ ଡିଫଲ୍ଟ ଆମେ ୟୁଜ୍ କରିବା ମେନ୍ ମେଥଡ ପୂର୍ବରୁ ତାର ଆକ୍ସେସ୍ ସ୍ପେସିଫାୟାରଟା ପିଲାମାନେ। ତ ପିଲାମାନେ ଏଇଠି ମୁଁ ତମକୁ ଗୋଟେ ଇଏ ବି ନେଇକି ଦେଖେଇ ଦଉଛି ପିଲାମାନେ। ଏଇଠି ମୋର ଦେଖ ମୁଁ ତମକୁ ଦେଖେଇ ଦଉଛି। ତ ପିଲାମାନେ ମୁଁ ଏଠି ପବ୍ଲିକ ହିଁ ଦେଇନାହିଁ। ମୁଁ ଯଦି ଏଟାକୁ କଣ୍ଟ୍ରୋଲ ଏସ୍ କରିବି ସେଭ୍ କରିବି ତ ମୁଁ ପିଲାମାନେ କ'ଣ କରିବି ନା କମ୍ପାଇଲ୍ କପି କରିଦେଲି। ତ ପିଲାମାନେ ମୋର ବେସିକାଲି ଫାଷ୍ଟ ପ୍ରୋଗ୍ରାମ ଗୋଟେ ଥିଲା। ତ ପିଲାମାନେ ମୁଁ ଏଟାକୁ କାଟିଦେଲି। ତ ମୁଁ କ'ଣ କରିବି ନା ପିଲାମାନେ ମୁଁ ଏଟାକୁ କଣ୍ଟ୍ରୋଲ ଏସ୍ ନ ମାରିକି ମୁଁ ସେଭ୍ ଆଜ୍ ପିଲାମାନେ କଲି। ତ ସେଭ୍ ଆଜ୍ କରିକି ଫାଷ୍ଟ ପ୍ରୋଗ୍ରାମ ଡଟ୍ ଜାଭା ତାର ଏକ୍ସଟେନସନ୍ ନେମ୍ ଦେଇଦେଲି ପିଲାମାନେ। ତାପରେ କ'ଣ କଲି ନା ଆମର ଅଲ୍ ଫାଇଲ୍ ସିଲେକ୍ଟ କରିକି ସେଭ୍ କରିଦେଲି ପିଲାମାନେ। ତ ମୋର ବେସିକାଲି ମୋର ଫାଇଲରେ ମୋର ଏଇଟା ପିଲାମାନେ ସେଭ୍ ହେଇଯାଇଥିବ। ତ ପିଲାମାନେ ମୁଁ ତାପରେ କରିଦେଲି କ୍ଲିୟର କରିଦେଲି ସ୍କ୍ରିନଟାକୁ। ତାପରେ ମୁଁ ଜାଭା ସି ଫାଷ୍ଟ ପ୍ରୋଗ୍ରାମ ଫେୟାର ପ୍ରୋଗ୍ରାମ ଡଟ୍ ଜାଭା ଲେଖିଦେଲି। ତ ପିଲାମାନେ ଦେଖ ମୋର କମ୍ପାଇଲ୍ ହେଇଗଲା। ମୁଁ ଯେତେବେଳେ ପିଲାମାନେ ରନ୍ କରିବି ତ ଫାଷ୍ଟ ପ୍ରୋଗ୍ରାମ ପିଲାମାନେ ଦେଖ ମୋର ମେନ୍ ମେଥଡ ଏଠି ଇସ୍ୟୁ ଆସିଲା। ତ ମେନ୍ ମେଥଡ ମୋର ଏଠି ପାଇଲା ନାହିଁ। ପ୍ଲିଜ୍ ମେନ୍ ମେଥଡ ନଟ୍ ଫାଉଣ୍ଡ ଇନ୍ ଦ କ୍ଲାସ୍ ଫାଷ୍ଟ ପ୍ରୋଗ୍ରାମ ପ୍ଲିଜ୍ डिफाइन द main method as public static void main string edges or a java fx function application class must be extend java fx application ପିଲାମାନେ। ତ ପିଲାମାନେ ମୋର ଏଠି ବେସିକାଲି ଏରରଟା କ'ଣ ଦେଖେଇଲା ନା ମୋର ମେନ୍ ପିଲାମାନେ ରନ୍ କଲା ବେଳେ ବେସିକାଲି ଆମର ଏରରଟା ହିଁ ଫେଚ୍ ଆସିବ। ଯୋଉ କମ୍ପାଇଲ୍ ତ ପିଲାମାନେ ହେଇଯିବ କାରଣ ପ୍ରାଇଭେଟ ଲେଖ ପବ୍ଲିକ ଲେଖ ସେଟା ୟୁଜର ଉପରେ ଡିପେଣ୍ଡ କରେ ତ ଆକ୍ସେସ୍ ସ୍ପେସିଫାୟାରଟା। କିନ୍ତୁ ପିଲାମାନେ ସିଏ ଯେହେତୁ ତମେ ସେଟାକୁ ଛାଡ଼ି ଦେଇଛ ମିସ୍ କରିଦେଇଛ ତ ସେଟାକୁ ସିଏ ଦେଖିଲା ଯେ ଏଟା ଗୋଟେ ସିମ୍ପଲି ଆମର ଗୋଟେ ମେଥଡ ହିସାବରେ ନେଇଯିବ ଆମର, ନା କି ଏଟା ମେନ୍ ମେଥଡ ହିସାବରେ ନବ, ମେନ୍ ଫଙ୍କସନ ହିସାବରେ ନବ ନାହିଁ, ନର୍ମାଲି ଗୋଟେ ଫଙ୍କସନ କି ମେଥଡ ହିସାବରେ ନେଇଯିବ ପିଲାମାନେ। ତ ସେଇ ଜିନିଷ ଆମର ଏଠି ଆମେ ପଢିଲେ ପିଲାମାନେ। ଏଠି ତମେ ଦେଖିପାରୁଥିବ। ତାପରେ ପିଲାମାନେ ଷ୍ଟାଟିକ୍ କ'ଣ କହିଲା, ୟୁ କ୍ୟାନ୍ ମେକ୍ ଏ ମେଥଡ ଷ୍ଟାଟିକ୍ ବାଇ ୟୁଜିଂ ଦ ଷ୍ଟାଟିକ୍ କିୱାର୍ଡ। ତ ଆମେ ଗୋଟେ ମେଥଡକୁ କେମିତି ଷ୍ଟାଟିକ୍ କରନ୍ତି, ଆମେ ଗୋଟେ ମେଥଡକୁ ଷ୍ଟାଟିକ୍ କିୱାର୍ଡ ଦ୍ୱାରା ଆମେ ଷ୍ଟାଟିକ୍ ହିଁ କରନ୍ତି। ତ ସେଇଟା କହିଲା ୱି ସୁଡ୍ କଲ୍ ଦ ମେନ୍ ମେଥଡ ୱିଦାଉଟ୍ କ୍ରିଏଟିଂ ଆନ୍ ଅବଜେକ୍ଟ। ଆମେ ମେନ୍ ମେଥଡର କିଛି ମାନେ ମେନ୍ ମେଥଡ ଯୋଉ କ୍ଲାସରେ ଅଛି ପିଲାମାନେ କେବେ ଭାବିଛ ମେନ୍ ମେଥଡ ଯୋଉ କ୍ଲାସରେ ଅଛି ଆମେ ସେ କ୍ଲାସର ତ ଅବଜେକ୍ଟ ତିଆରି କରୁନାହାନ୍ତି, କେମିତି ସେ କ୍ଲାସ୍ ଭିତରେ ମେନ୍ ମେଥଡଟା କେମିତି ୟୁଜ୍ କରିଦଉଛନ୍ତି। ତ ପିଲାମାନେ ଆମେ ସେଇଥିପାଇଁ ଆମେ ତାର ଅବଜେକ୍ଟ କ୍ରିଏଟ୍ କରୁନାହାନ୍ତି କ'ଣ ବୋଲି ତ ପିଲାମାନେ ଆମେ ସେଟାକୁ ଷ୍ଟାଟିକ୍ ନଉଛନ୍ତି। ଷ୍ଟାଟିକ୍ ନେଲେ ତାର ବିନା ଅବଜେକ୍ଟ କ୍ରିଏସନରେ ଆମେ ତାକୁ କଲ୍ ବି କରିପାରିବା ପିଲାମାନେ। ତାର ଅବଜେକ୍ଟ କ୍ରିଏଟ୍ କରିବା ଦରକାର ନାହିଁ ପିଲାମାନେ ଷ୍ଟାଟିକ୍ ନେଲେ। ଷ୍ଟାଟିକ୍ ମେଥଡ୍ସ ଆର୍ ଦ ମେଥଡ୍ସ ହ୍ୱିଚ୍ ଇନଭୋକ୍ ୱିଦାଉଟ୍ କ୍ରିଏଟିଂ ଦ ଅବଜେକ୍ଟ। ଷ୍ଟାଟିକ୍ ମେଥଡ୍ସ ଗୁଡାକ କ'ଣ ନା ଏଇ ଟାଇପ୍ର ମେଥଡ୍ ଯୋଉରା ଆମର ଇନଭୋକ୍ ହେଇଯାଏ ୱିଦାଉଟ୍ କ୍ରିଏଟିଂ ଦ ଅବଜେକ୍ଟ। ଆମର ଅବଜେକ୍ଟ କ୍ରିଏଟିଂ ବିନା ବି ସିଏ ଆମର ଇନଭୋକ୍ ହେଇଯାଏ ଆମର। ସୋ ୱି ଡୁ ନଟ୍ ନିଡ୍ ଟୁ ଏନି ଅବଜେକ୍ଟ ଟୁ କଲ୍ ଦ ମେନ୍ ମେଥଡ୍। ଆମର କିଛି ଅବଜେକ୍ଟ ଦ୍ୱାରା ଆମର ମେନ୍ ମେଥଡକୁ କଲ୍ କରିବା ପାଇଁ କିଛି ଅବଜେକ୍ଟର କିଛି ଦରକାର ହିଁ ନାହିଁ ଏ ଜାଗାରେ। ସେଥିପାଇଁ ପିଲାମାନେ ଆମେ ବେସିକାଲି ଷ୍ଟାଟିକ୍ ନିଅନ୍ତି।
ତ ଆଉ ଗୋଟେ ପିଲାମାନେ ଆଉ ଗୋଟେ ବି ରିଜିନ୍ ଅଛି ମେନ୍ ମେଥଡକୁ ଷ୍ଟାର୍ଟିଂ ନବାର ରିଜିନ୍ ଆଉ ଗୋଟେ କ'ଣ ନା ମେନ୍ ମେଥଡଟା କେବଳ ଥରେ ଏଣ୍ଟ୍ରି ପଏଣ୍ଟ ନା ଥରେ ଏକ୍ଜିକ୍ୟୁସନ୍ ହୁଏ ତ ଦେନ୍ ସେଥିପାଇଁ ଆମର ଷ୍ଟାର୍ଟିଂ ଦିଆଗଲା ବାର ସିଏ ହୁଏ ନାହିଁ ପିଲାମାନେ ତ ସେଇ ଜିନିଷଟା ପିଲାମାନେ କହିଲେ ତ ଯଦିକି ଆମେ ମେନ୍ ମେଥଡରୁ ଷ୍ଟାଟିକ୍ କାଟିଦେବା ଦେନ୍ ଆମର ଷ୍ଟାଟିକ୍ର କ'ଣ ପ୍ରୋବ୍ଲେମ୍ ହେବ ତ ପିଲାମାନେ ମୁଁ କ'ଣ କଲି ତ ପିଲାମାନେ ମୁଁ ସେମ୍ ପ୍ରୋଗ୍ରାମ୍ ତ ପିଲାମାନେ ଏବେ ମୋର ପବ୍ଲିକ୍ ରହିଲା କିନ୍ତୁ ମୁଁ ଷ୍ଟାଟିକ୍ଟା କାଟିଦେଲି ପିଲାମାନେ ମୁଁ ଲେଖିଦେଇଛି ସିଏ ୱେଲକମ୍ ଟୁ ଜାଭା ଦେଖିବା ମୁଁ ଏଟାକୁ ସେଭ୍ କଲି ପିଲାମାନେ ମୁଁ ଯାଇଛି ମୋ କନସୋଲ୍ ସ୍କ୍ରିନ୍‌କୁ ସିଏମ୍‌ଡିକୁ ତ ପିଲାମାନେ ମୁଁ ସେମ୍ ଜିନିଷ ଏଟାକୁ କମ୍ପାଇଲ୍ ଫାଷ୍ଟ କଲି କମ୍ପାଇଲ୍ ହେଇଗଲା ତାପରେ ପିଲାମାନେ ମୁଁ ରନ୍ ମାଇଲି ତ ଦେଖ ମୋର କ'ଣ ଲେଖିଲା main method not found in the class first program please define the main method as public static void main string arrays ମାନେ ଏତିକି ପିଲାମାନେ ସେମ୍ ଏରର୍ସ ମୋର ଦେଖଉଛି କ'ଣ ପାଇଁ ପିଲାମାନେ ଦେଖେଇଲା ପିଲାମାନେ ସେମ୍ ଏରର୍ କ'ଣ ପାଇଁ ଦେଖେଇଲା ପିଲାମାନେ ଆମର ମେନ୍ ମେଥଡଟା ଷ୍ଟାଟିକ୍ ହବା ଦରକାର କାରଣ ଷ୍ଟାଟିକ୍ ହେଲେ ସିଏ ନାଁ ହିଁ ପାଇବନି ପିଲାମାନେ ନହେଲେ ତାର ଅବଜେକ୍ଟ କ୍ରିଏଟ୍ କରିବା ଦରକାର ପିଲାମାନେ ବିନା ଅବଜେକ୍ଟ କ୍ରିଏସନରେ ଆମେ ମେନ୍ ମେଥଡକୁ କେମିତି ଆକ୍ସେସ୍ କରିବା ଗୋଟେ କ୍ଲାସ୍ ଭିତରେ ଗୋଟେ ମେଥଡଟେ ଅଛି ତାକୁ ଅବଜେକ୍ଟ ତ ଦରକାର ନାହିଁ ଆକ୍ସେସ୍ କରିବା ପାଇଁ ତାକୁ କ୍ରିଏଟ୍ କରିବା ଦରକାର ନା ଗୋଟେ ଅବଜେକ୍ଟ ତ ସେମ୍ ଜିନିଷ ଏଠି ଆମର କହିଲା ତ ପିଲାମାନେ ତାପରେ ଆମର କ'ଣ ଆସିଲା ଭଏଡ୍ ତ ଭଏଡ୍ଟା ପିଲାମାନେ କ'ଣ ଇନ୍ ଜାଭା ଏଭ୍ରି ମେଥଡ୍ ହାଜ୍ ଆନ୍ ରିଟର୍ନ ଟାଇପ୍ ଗୋଟେ ମେଥଡର ପିଲାମାନେ ପ୍ରତିଟି ମେଥଡର ଜାଭାରେ କ'ଣ ନା ତାର ରିଟର୍ନ ଟାଇପ୍ ଥାଏ ପିଲାମାନେ ରିଟର୍ନ ଟାଇପ୍ ଯେହେତୁ ଥାଏ ପିଲାମାନେ ପ୍ରତିଟି ମେଥଡର ଜାଭାରେ ତ ଭଏଡ୍ କିୱାଜ ଆକ୍ନୋଲେଜେସ୍ ଦ କମ୍ପାଇଲର ଦ ମେନ୍ ମେଥଡ ଡଜ୍ ନଟ୍ ରିଟର୍ନ ଏନି ଭ୍ୟାଲୁ ତ ପିଲାମାନେ ସବୁ ମେଥଡରେ ଆମର କ'ଣ କରନ୍ତି ଜାଭାରେ କିଛି ମେଥଡ ଥାନ୍ତି ଆମର ମାନେ ଭ୍ୟାଲୁ ରିଟର୍ନ କରନ୍ତି କିଛି ଭ୍ୟାଲୁ ରିଟର୍ନ କରନ୍ତି ମିନ୍ସ ମୋର ଏଇନା ଆଡିସନଟା କରିବି ମୋର ସେ ଭ୍ୟାଲୁଟା ରିଟର୍ନ କରିବାର ଅଛି ନହେଲେ ମୁଁ ରିଟର୍ନ ନ କଲେ ଧରିବି କେମିତି ପିଲାମାନେ ତ ସେମ୍ ଜିନିଷ ପିଲାମାନେ ଏଇ ଜିନିଷଟା କହିଲା ପିଲାମାନେ ତ କିଛି ଥାଆନ୍ତି ଆମର କ'ଣ ନା ଯୋଉ ଆମର ରିଟର୍ନ କରନ୍ତି କିଛି ମେନ୍ ଫଙ୍କସନ୍ କହୁଛି ମେଥଡ୍ ଥାଆନ୍ତି ଆମର ଆଉ କିଛି ମେଥଡ୍ ଥାଆନ୍ତି କ'ଣ ନା ଭ୍ୟାଲୁ ରିଟର୍ନ କରନ୍ତି ନାହିଁ ତ ଆମର ମେନ୍ ମେଥଡ୍ଟା କିଛି ଭ୍ୟାଲୁ ରିଟର୍ନ କରୁନାହିଁ ଯେହେତୁ କିଛି ଭ୍ୟାଲୁ ରିଟର୍ନ କରୁନାହିଁ ଏଇଟା ଭଏଡ୍ ପିଲାମାନେ ମେନ୍ ମେଥଡ୍ଟା ଆମର ଭଏଡ୍‌କୁ ସରି ଆମର ଭଏଡ୍‌ଟା ଆମର ମେନ୍ ମେଥଡ୍ କ'ଣ କହୁଛି ଆମର କମ୍ପାଇଲର୍‌କୁ ଜେଭିଏମ୍‌କୁ କହୁଛି ଯେ ମେନ୍ ମେଥଡ୍ କିଛି ଆମର ରିଟର୍ନ କରେ ନାହିଁ ଫର୍ ଏକ୍ସାମ୍ପଲ୍ ପିଲାମାନେ ଆମେ ଏଇଠି ଯଦିକା ନବା ଭଏଡ୍‌ଟା ପିଲାମାନେ ତ ଭଏଡ୍‌ଟା ପିଲାମାନେ ନେଇକି ଦେଖିବା ତ ପିଲାମାନେ ଏଇଠି ଦେଖିବା ଆମେ କ'ଣ ନେଇଛନ୍ତି ତ ଆମେ ଯଦିକା ଯିବା ଆମର ନୋଟପ୍ୟାଡ୍‌କୁ ତ ପିଲାମାନେ ମୁଁ ଏଟାକୁ କଣ୍ଟ୍ରୋଲ ଭି ପିଲାମାନେ ତ ପିଲାମାନେ ମୁଁ ଏଠି ପିଲାମାନେ ଫାଷ୍ଟ କ'ଣ କଲି ତ ଗୋଟେ କ୍ଲାସ୍ ନେଇଗଲି ସେମ୍ ଜିନିଷ ପବ୍ଲିକ୍ ନେଇଗଲି ଷ୍ଟାର୍ଟିଂ ନେଇଗଲି ଭଏଡ୍ ପିଲାମାନେ ନେଇଛି ଭଏଡ୍ ନେଇକି ପିଲାମାନେ ମୁଁ ଏଠି ରିଟର୍ନ 0 କରିଦେଇଛି ତ ପିଲାମାନେ ଭଏଡ୍ ମେନ୍ ମେଥଡ୍ ଭଏଡ୍ ମିନ୍ସ ଆମର କିଛି ରିଟର୍ନ କରିବ ନାହିଁ ତ ମୁଁ କିନ୍ତୁ ଏଠି ରିଟର୍ନ 0 କରେଇ ଦେଇଛି ପିଲାମାନେ ତ ପିଲାମାନେ ମୁଁ ଏଟାକୁ ଯଦି ସେଭ୍ ମାରିବି ସେମ୍ ହେଇଗଲା ମୋର ଏଟାକୁ ଯଦି ସେମ୍ ପ୍ରୋସେସ୍‌ରେ ମୁଁ କମ୍ପାଇଲ୍ କଲି ଦେନ୍ ମୋର ଏଠି କ'ଣ ଲେଖୁଛି ଏରର୍ ଦେଖ କ'ଣ ଆସିଲା ତ ଏରର୍ କ'ଣ ଆଇଲା ଫାଷ୍ଟ ଜାଭା ଏରର୍ ନଟ୍ ଏ ଷ୍ଟେଟମେଣ୍ଟ ରିଟର୍ନ 0 ପିଲାମାନେ ଏରର୍ ଆମର ସେମିକଲନ୍ ପାଖରେ ଦେଲା କ'ଣ ଦେଲା ପିଲାମାନେ ଆମର ରିଟର୍ନ 0 ହବ ନାହିଁ କାରଣ ଭଏଡ୍ ପିଲାମାନେ ଅଛି ଏଟା ତ ସେମ୍ ଜିନିଷ ଏଠି କହିଲା ଅନଏକ୍ସପେକ୍ଟେଡ୍ ରିଟର୍ନ ଭ୍ୟାଲୁ ପିଲାମାନେ ଏଟା ବି ଇନକମ୍ପାଟିବଲ୍ ଟାଇପ୍ସ ଆମର ଆସିପାରେ ପିଲାମାନେ ଆମର ଯେତେବେଳେ କମ୍ପାଇଲ୍ କରିବା ତ କମ୍ପାଇଲ୍‌ରେ ପିଲାମାନେ ଆମର ଏଠି କ'ଣ ପ୍ରୋବ୍ଲେମ୍ ଟିକେ ହେଇଯାଇଥିଲା ବୋଧେ ତ ସେଥିପାଇଁ ଆମର କିଛି ଏପଟ ସେପଟ ଦେଖେଇଲା ପିଲାମାନେ ତ ଏଟା ଯଦିକା ତମେ ଗୋଟେ ନୂଆ ଫାଇଲ୍ ନେଇକି କ୍ରିଏଟ୍ କରିକି ତମେ କରିବ ପିଲାମାନେ ତ ଠିକ୍ ଠାକ୍ ଆସିବ ତ ମୁଁ ସେମ୍ ଫାଇଲ୍‌ରେ କରିଦେଲି ବୋଲି ତ ମୋର ପ୍ରୋବ୍ଲେମ୍ ହେଲା ତ ମୁଁ ଯଦିକା ନୂଆ ଫାଇଲ୍ କିଛି ଏ ଫାଇଲ୍ କାଟି ଦେଇକି ପିଲାମାନେ ଡିଲିଟ୍ କରିଦେଇକି ଆ, ଯଦିକା ଏ ଫାଇଲ୍ ଡିଲିଟ୍ କରିଦେଇକି ପିଲାମାନେ ଯଦିକା ନୂଆ ଫାଇଲ୍‌ରେ ସେଭ୍ କରିବି କିଛି ଫାଷ୍ଟ ପ୍ରୋଗ୍ରାମ୍ 1 ପିଲାମାନେ କରିଦଉଛି ତ ମୁଁ ଏଟାକୁ କପି କରିକି କଣ୍ଟ୍ରୋଲ ଏସ୍ ମାଇଲି ତ ପିଲାମାନେ ମୋର ଏଇଟା ଫାଷ୍ଟ ପ୍ରୋଗ୍ରାମ୍ ରହିଗଲା ଓକେ ତ ପିଲାମାନେ ସେଭ୍ ଆଜ୍ କରିକି ତ ପିଲାମାନେ ମୁଁ ଏଟା କ'ଣ କଲି ନା ଫାଷ୍ଟ ପ୍ରୋଗ୍ରାମ୍ 1 ପିଲାମାନେ କରିଦେଲି ଅଲ୍ ଫାଇଲ୍ସ କରିକି ଏଠି ପିଲାମାନେ ଡଟ୍ ଜାଭା ପିଲାମାନେ କରିଦେଲି ତାର ଏକ୍ସଟେନସନ୍ ଦେଇଦେଲି ତ ମୋର ଏବେ ଯେତେବେଳେ ମୁଁ ଦେଖ ମୋର ସେଭ୍ ହେଇଯାଇଛି ଫାଷ୍ଟ ପ୍ରୋଗ୍ରାମ୍ 1 ତ ପିଲାମାନେ ଫାଷ୍ଟ ପ୍ରୋଗ୍ରାମ୍‌ଟା କିଛି ନୁହେଁ ତ ସେଟାକୁ ଲେଟ୍ ମି ଡିଲିଟ୍ ତ ପିଲାମାନେ ମୁଁ ଯେତେବେଳେ ଏବେ ଯିବି ଇଏକୁ ତ ଜାଭା ସି ତ ପିଲାମାନେ ମୋର ଫାଷ୍ଟ ପ୍ରୋଗ୍ରାମ୍ 1 ଥିଲା ତ ମୁଁ ଏଠି 1 କରିକି ପିଲାମାନେ ଯେତେବେଳେ ଏଣ୍ଟର ମାରିବି ତ ମୋର ସେମ୍ ଏରର୍ ଦେଖଉଛି ପିଲାମାନେ କ'ଣ ନା ଏରର୍ ନଟ୍ ଏ ଷ୍ଟେଟମେଣ୍ଟ ରିଟର୍ନ 0 ପିଲାମାନେ ଯଦିକା ପିଲାମାନେ ମୁଁ ଯଦିକା ଏଇଠି କ'ଣ କରିବି ଯଦିକା ମୁଁ ଭଏଡ୍‌ଟା ପିଲାମାନେ କାଟିଦେବି ତ ଭଏଡ୍‌ଟା କାଟିଦେଲେ ପିଲାମାନେ ଆମର ବି ଅଲଗା କିଛି ଏରର୍ ଆସିପାରେ ତ ଏରର୍ ହିଁ ଫେଚ୍ ହବ ପିଲାମାନେ ଯାବାସି ପିଲାମାନେ ଏଇଠି ଦେଖ ଆମର କ'ଣ ନା ଇନଭାଲିଡ୍ ମେଥଡ୍ ଡିକ୍ଲାରେସନ୍ ରିଟର୍ନ ଟାଇପ୍ ରିକ୍ୱାର୍ଡ ଆମର
ଇନଭାଲିଡ ମେଥଡ ରିକ୍ୱେସନ ଆମର ଡିକ୍ଲାରେସନ ଦେଖଉଛି ରିଟର୍ନ ଟାଇପ ଯାହା ହେଲେ ବି ଆମର ଗୋଟେ ମେନ୍ ମେଥଡର ଦରକାର ସେ ଇଣ୍ଟ ହଉ ଭଏଡ ହଉ ତ ଇଣ୍ଟ ନେଲେ ପିଲାମାନେ କିଛି ମାନେ କିଛି ମାନେ ଦରକାର ନାହିଁ କାରଣ ମେନ୍ ମେଥଡ କିଛି ରିଟର୍ନ ହିଁ କରୁନାହିଁ ଯେହେତୁ ରିଟର୍ନ କିଛି କରୁନାହିଁ ତ ପିଲାମାନେ କିଛି ଇଣ୍ଟିଜର ନବା ଦରକାର ନାହିଁ ତ ଯଦି ଇଣ୍ଟିଜର ବି ନେଇକି ତମେ ଏଠି ଫାଷ୍ଟ ପ୍ରୋଗ୍ରାମ 1 ଲେଖିବ ତ ସେମ୍ ଜିନିଷ ପିଲାମାନେ ଦେଖିବ ରିଟର୍ନ ଟାଇପ ରିକ୍ୱାର୍ଡ ପିଲାମାନେ ଭଏଡ ହିଁ ତମେ ଦେଲେ କାମ କରିବ ନହେଲେ ନାହିଁ କିଛି କାମ କରିବ ନାହିଁ ପିଲାମାନେ ମୁଁ ଏଟାକୁ ଯଦି କମେଣ୍ଟ ଆଉଟ୍ କରିଦେଲି ଏଠି ଭଏଡ ଲେଖିଦେବି ତ ମୋର ଆଜ ୱେଲ୍ ଆଜ ପ୍ରୋଗ୍ରାମ ମୋର ଆଜ ଏକ୍ସପେକ୍ଟେଡ ରନ୍ କରିବ ପିଲାମାନେ ଏଭ୍ରିଥିଙ୍ଗ ଫାଇନ୍ସରେ ମୋର ରନ୍ କରିବ ତ ପିଲାମାନେ ଜାଭା ଆସି ପ୍ରୋଗ୍ରାମ 1 ଦେଖ ମୋର କମ୍ପାଇଲ ହେଇଗଲା ତ କମ୍ପାଇଲ ହେଇଗଲା ମୁଁ ଯେହେତୁ ପ୍ରିଣ୍ଟ କରିନି ତ ମୋର କିଛି ବି ପ୍ରିଣ୍ଟ ହବ ନାହିଁ ପିଲାମାନେ ତ ସେମ୍ ଜିନିଷ ପିଲାମାନେ ଏଠି କହିଲା ତ ଭଏଡଟା ପିଲାମାନେ ନିହାତି ଦରକାର ତ ଭଏଡଟା ହେଉଛି ଗୋଟେ ରିଟର୍ନ ଟାଇପ ପ୍ରୋଗ୍ରାମର ତମେ ସେଟାକୁ କାଟି ପାରିବ ନାହିଁ ବା ସ୍କିପ୍ କରିପାରିବ ନାହିଁ ପିଲାମାନେ ଏରା ସବୁ ପିଲାମାନେ ଗୋଟେ ଗୋଟେ ମାଣ୍ଡାଟୋରି ଜିନିଷ ମେନ୍ ଫଙ୍କସନକୁ ମାନେ ତିଆରି କରିବାକୁ ମେନ୍ ଫଙ୍କସନର ଷ୍ଟ୍ରକ୍ଚର ଏଇଟା ତ ତାପରେ ପିଲାମାନେ କଣ କହିଲା ନା ମେନ୍ଟା କଣ ଇଟ୍ ଇଜ ଏ ଡିଫଲ୍ଟ ସିଗ୍ନେଚର ହ୍ୱିଚ୍ ପ୍ରିଡିଫାଇନ୍ଡ ଦ ଇନ୍ ଦ ଜେଭିଏମ୍ ତ ପିଲାମାନେ ଏଟା ତମେ ମତେ କହିବ ମେନ୍ ମେଥଡର ସବୁବେଳେ କଣ ପାଇଁ ନିଅନ୍ତି ମେନ୍ ନା ତାର କ୍ଲାସ୍ ନାଁଟା ତାର ମେଥଡ୍ ନାଁଟା ମେନ୍ କଣ ପାଇଁ ନିଅନ୍ତି ଯଦି ମୁଁ ଅଲଗା କିଛି ନେବି ତ ମୋର କିଛି ପ୍ରୋବ୍ଲେମ୍ ଶୋ କରିବ ପିଲାମାନେ ଡେଫିନେଟଲି ଶୋ କରିବ କାରଣ ମେନ୍ଟା ପିଲାମାନେ ଆମର ଗୋଟେ ଡିଫଲ୍ଟ ସିଗ୍ନେଚର ତାର ଡିଫଲ୍ଟ ନାଁଟା ତମର ଜେଭିଏମ୍ରେ ରେଜିଷ୍ଟର ହେଇଯାଇଛି ଆମର ଡିଫଲ୍ଟଟା ପିଲାମାନେ ଆମର ଆଗୁଆ ପ୍ରିଡିଫାଇନ୍ଡ ହେଇଯାଇଛି ପିଲାମାନେ ଜେଭିଏମ୍ରେ ତ ସେଥିପାଇଁ ପିଲାମାନେ ଆମକୁ ମେନ୍ ହିଁ ନବାକୁ ପଡ଼ିବ ଇଟ୍ ଇଜ୍ କଲ୍ଡ ବାଇ ଦ ଜେଭିଏମ୍ ଟୁ ଏକ୍ସିକ୍ୟୁଟ୍ ଏ ପ୍ରୋଗ୍ରାମ ଲାଇନ୍ ବାଇ ଲାଇନ୍ and end the execution after the compilation of this method we can also overload the main method ତ ପିଲାମାନେ ଏଠି କଣ କହିଲା ତ ଏଠି କହିଲା ଇଟ୍ ଇଜ କଲ୍ଡ ବାଇ ଜେଭିଏମ୍ ଏଟା ଆମର ମେନ୍ ମେଥଡଟା ଜେଭିଏମ୍ ଦ୍ୱାରା କଲ୍ କରାଯାଏ ଆମର ଏଟା ଏକ୍ସିକ୍ୟୁଟ୍ କରାଯାଏ ଲାଇନ୍ ବାଇ ଲାଇନ୍ ଏଟା କଲ୍ କରାଯାଏ କଣ ପାଇଁ ନା ଏକ୍ସିକ୍ୟୁଟ୍ କରାଯାଏ ଆମର ଲାଇନ୍ ବାଇ ଲାଇନ୍ ଯୋଉ ପ୍ରୋଗ୍ରାମଟାକୁ ଏକ୍ସିକ୍ୟୁଟ୍ କରିବା ପାଇଁ ମେନ୍ ମେଥଡ ଆମର ମେନ୍ ମେଥଡଟାକୁ ଆମର ଜେଭିଏମ୍ ଦ୍ୱାରା କଲ୍ କରାଯାଏ ଯେ ଗୋଟେ ଇନଷ୍ଟ୍ରକ୍ଟ ଦିଏ ଯେ ଆମର ପ୍ରୋଗ୍ରାମଟାକୁ ଆମର କମ୍ପାଇଲରଟାକୁ ଲାଇନ୍ ବାଇ ଲାଇନ୍ ଆମର ପ୍ରୋଗ୍ରାମଟାକୁ ରନ୍ କରା ଆଣ୍ଡ ଏକ୍ସିକ୍ୟୁଟ୍ ଆମର ଯୋଉ ମାନେ ଏକ୍ଜିକ୍ୟୁସନଟା ଆମର ଏଣ୍ଡ କର କେତେବେଳେ ଲାଇନ୍ ବାଇ ଲାଇନ୍ ଯୋଉ କମ୍ପାଇଲ୍ କରିକି ଆମର ଏକ୍ଜିକ୍ୟୁଟ୍ କରିକି ଏଣ୍ଡ କର କେତେବେଳେ ନା ଆମର ଯେତେବେଳେ କମ୍ପାଇଲେସନ୍ ହେଇସାରିବ ତ ସେତେବେଳେ ଆମର ଏଣ୍ଡ କରିବ ଆମର ଯେତେବେଳେ ଏକ୍ଜିକ୍ୟୁସନ୍ ହେଇସାରିବ ପ୍ରୋଗ୍ରାମଟା ଟୋଟାଲି ହିସାବରେ ତ ସେତେବେଳେ ସିଏ ସେଇଟାକୁ ଏଣ୍ଡ ମାନେ ଏଇ ମେଥଡରେ ହିଁ ଏଣ୍ଡ କରିବ ଏଇଠୁ ଆରମ୍ଭ କରିବୁ ଏଇଠି ହିଁ ଶେଷ କରିବୁ ପିଲାମାନେ ସେଇ ଜିନିଷ କୁହେ ୱି କ୍ୟାନ୍ ଅଲସୋ ଓଭରଲୋଡ ଦ ମେନ୍ ମେଥଡ ଆମେ ମେନ୍ ମେଥଡଟାକୁ ଓଭରଲୋଡ କରିପାରିବା ଓଭର ରାଇଡ୍ ପିଲାମାନେ କରିପାରିବା ନାହିଁ ତ ପିଲାମାନେ ଓଭରଲୋଡ ଓଭର ରାଇଡ୍ ପିଲାମାନେ ସେଟା ଆଡଭାନ୍ସ କନସେପ୍ଟ ଯଦି ବି ତମେ ଓଭରଲୋଡ ଓଭର ରାଇଡ୍ ବିଷୟରେ ଚାହୁଁଛ ଭିଡ଼ିଓ ସେଇ ଲେକ୍ଚରରେ ପିଲାମାନେ ଏଇଟା ତମ ସିଲାବସରେ ନାହିଁ ଆଉଟ୍ ଅଫ୍ ସିଲାବସ୍ ପିଲାମାନେ ଯଦିକା ତମେ ଚାହୁଁଛ ଦେନ୍ କମେଣ୍ଟ ସେକ୍ସନରେ କମେଣ୍ଟ କରିବ ମୁଁ ତାର ଡେଫିନେଟଲି ଭିଡ଼ିଓ ଗୋଟେ ଆଣିବି ୟୁଟ୍ୟୁବରେ ତ ପିଲାମାନେ ଯଦିକା ମୁଁ ଇଏଟାକୁ ନେଇକି କପି କରିକି ଯଦିକା ମୁଁ ପିଲାମାନେ ମୁଁ ମୋ ନୋଟପ୍ୟାଡକୁ ଯାଇକି ପିଲାମାନେ ମୁଁ ଭି କରିକି କଣ୍ଟ୍ରୋଲ ଭି କରିକି ପିଲାମାନେ ମୁଁ ମେନ୍ ମେଥଡର ନାଁଟା ଦେଖ ଦେଇଦେଇଛି ମାଇ ମେନ୍ ତ ଡିଫଲ୍ଟ ନାଁଟା ଦେଇନେଇ ମୁଁ ମାଇ ମେନ୍ ଦେଇଦେଇଛି ତ ମୁଁ ଏଟାକୁ ଯଦି ସେଭ୍ କରିବି ମୁଁ ଏଟାକୁ ଯଦି କମ୍ପାଇଲ୍ କରିବି ତ ମୋର ଏରର କଣ ଆଉଛି ଚେକ୍ କରିବା ତ ଫାଷ୍ଟ ପ୍ରୋଗ୍ରାମ 1 ଯାହାଆସି ତ ମୋର କମ୍ପାଇଲ୍ ତ ହେଇଗଲା ପିଲାମାନେ ତ ମୋର ମାନେ ରନ୍ କରିବାର ଅଛି ତ ରନ୍ ଦେଖିବା ମୋର କରୁଛି କି ନାହିଁ ତ କ୍ୟାଣ୍ଟ ଫାଇଣ୍ଡ କ୍ଲାସ୍ ଫାଷ୍ଟ ପ୍ରୋଗ୍ରାମ 1 ପିଲାମାନେ ତ ପିଲାମାନେ ଏଟା ମୋର କଣ କହିଲା ଆମର ଫାଷ୍ଟ ପ୍ରୋଗ୍ରାମ 1ଟା ଆମର ଫାଇଣ୍ଡ କରିପାରୁନାହିଁ ପିଲାମାନେ ତ ସେମ୍ ଜିନିଷ ପିଲାମାନେ ଦେଖିପାରୁଥିବ ଆମର ଏଠି ଫାଷ୍ଟ ସରି ପିଲାମାନେ ଫାଷ୍ଟ ପ୍ରୋଗ୍ରାମର କ୍ଲାସଟା ବି ଜେନେରେଟ୍ ହେଇଯାଉଛି ତ ଲେଟ୍ ମି ପିଲାମାନେ ମୋତେ ଗୋଟେ କାମ କରିବାକୁ ଦିଅ ମୋତେ ଏଇ ପ୍ରୋଗ୍ରାମଟାକୁ ମୋତେ ଆଉ ଗୋଟେ ଜାଗାରେ କ୍ରିଏଟ୍ କରିବାକୁ ଦିଅ ତ ମୁଁ କ୍ରିଏଟ୍ କରୁଛି ଫାଷ୍ଟ ପ୍ରୋଗ୍ରାମ ତ ଫାଷ୍ଟ ପ୍ରୋଗ୍ରାମ 1 ମୁଁ ଏଠି ଜେନେରେଟ୍ କରୁଛି ତ ଫାଷ୍ଟ ପ୍ରୋଗ୍ରାମ ମୁଁ ଏଠି ନାହିଁ ମୋର କିଛି ବି ଫାଷ୍ଟ ପ୍ରୋଗ୍ରାମ 1 ତ ପିଲାମାନେ ମୁଁ ଏଠି କଣ କଲି ନା ମୁଁ ଫାଷ୍ଟ ପ୍ରୋଗ୍ରାମ 1ରେ ପିଲାମାନେ ମୁଁ ସେଭ୍ କରିବାକୁ ଚାହୁଁଛି କଣ୍ଟ୍ରୋଲ ଏସ୍ ପିଲାମାନେ ଫାଷ୍ଟ ପ୍ରୋଗ୍ରାମ 1 ଡଟ୍ ଜାଭା ପିଲାମାନେ ଦେଇଦେଲି ତାର ଏକ୍ସଟେନସନ୍ ତାପରେ ପିଲାମାନେ ଦେଇଦେଲି ଅଲ୍ ଫାଇଲ୍ସ ଦେଇଦେଲି ପିଲାମାନେ ତାପରେ ପିଲାମାନେ ସେଭ୍ ଉପରେ କ୍ଲିକ୍ କରିଦେଲି ଦେନ୍ ମୋର ଦେଖିପାରୁଥିବ ମୋର ଏଠି ସେଭ୍ ସରି ମୋର ଏଠି ସେଭ୍ ହେଇଗଲା ପିଲାମାନେ ଫାଷ୍ଟ ପ୍ରୋଗ୍ରାମ 1 ଦେନ୍ ମୁଁ କମାଣ୍ଡ ପ୍ରମ୍ପ୍ଟକୁ ଯିବି ଦେନ୍ ମୋର ଏଇଠି ଲେଖିବି ଫାଷ୍ଟ ପ୍ରୋଗ୍ରାମ 1 ଜାଭାସି ଦେଖ ମୋର କମ୍ପାଇଲ୍ ତ ହେଇଗଲା ଦେନ୍ ମୁଁ ଏଟାକୁ ଟ୍ରାଏ କରିବି କଣ ନା ଏଟାକୁ ରନ୍ କରିବା ପାଇଁ
ତ ରନ୍ କରିବା ପାଇଁ ପିଲାମାନେ ମୁଁ କମାଣ୍ଡ ଲେଖିକି ଏଣ୍ଟର ଯେତେବେଳେ ମାରିବି ତ ପିଲାମାନେ ଦେଖ କ୍ୟାଣ୍ଟ ଫାଇଣ୍ଡ ମେନ୍। ତ ପିଲାମାନେ ଆମର ମେନ୍ ଷ୍ଟ୍ରିଙ୍ଗ ଆମର ମେଥଡ ଇନ୍ କ୍ଲାସ୍ ଆମର ଫାଷ୍ଟ ପ୍ରୋଗ୍ରାମରେ ସେ କ'ଣ କହୁଛି ଆମର ମେନ୍ ମେଥଡଟା ପାଉନି ପିଲାମାନେ କ୍ୟାଣ୍ଟ ଫାଇଣ୍ଡ ଆମର ମେନ୍ ମେଥଡଟା ସେ ଯେଉଁ ସିଗ୍ନେଚର ପାରାମିଟର ଖୋଜୁଛି ପାଉନି ପିଲାମାନେ ଆମେ ଯଦି ମାଇ ମେନ୍ ଲେଖିବା ପିଲାମାନେ ତ ସେମ୍ ଜିନିଷ ପିଲାମାନେ ଏଠି କହିଲା ପିଲାମାନେ ସେ ଜିନିଷ ଆଉ ଗୋଟେ ପିଲାମାନେ ଲାଷ୍ଟ ଜିନିଷ ଆମର କହିଲା କ'ଣ ନା ଷ୍ଟ୍ରିଙ୍ଗ ଏଆରଜିଏସ୍ ତ ଷ୍ଟ୍ରିଙ୍ଗ ଏଆରଜିଏସ୍ ପିଲାମାନେ ବେସିକାଲି କ'ଣ କହିଲା ଦ ମେନ୍ ମେଥଡ ଅଲସୋ ଆକ୍ସେପ୍ଟ ସମ୍ ଡାଟା ଫ୍ରମ୍ ଦ ୟୁଜର ମେନ୍ ମେଥଡ ଆମର କିଛି ଡାଟା ଆମର ୟୁଜର ଟୁ ଆକ୍ସେପ୍ଟ କରେ ଇସ୍ ଆକ୍ସେପ୍ଟ ଏ ଗ୍ରୁପ ଅଫ୍ ଷ୍ଟ୍ରିଙ୍ଗସ୍ ହ୍ୱିଚ୍ କଲ୍ଡ ଏ ଷ୍ଟ୍ରିଙ୍ଗ ଆରେ ତ ଇଏ କ'ଣ ଆକ୍ସେପ୍ଟ କରେ ଆମର ୟୁଜରଠୁ ମାନେ କିଛି ଗ୍ରୁପ ଅଫ୍ ଷ୍ଟ୍ରିଙ୍ଗ ଆମର ଡାଟା ଆକ୍ସେପ୍ଟ କରେ ଯୋଉଟା କି ଆମର କୁହାଯାଏ ଆମର କ'ଣ ନା ଷ୍ଟ୍ରିଙ୍ଗ ଆରେ ତାକୁ ବି କହିପାରିବା ତ ସେ ଜିନିଷ ପିଲାମାନେ କହିଲା ତ ଇଟ୍ ଇଜ୍ ୟୁଜ୍ ଟୁ ହୋଲ୍ଡ ଦ କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟ ଇନ୍ ଦ ଫର୍ମ ଅଫ୍ ଷ୍ଟ୍ରିଙ୍ଗ ଭ୍ୟାରିଏବଲ୍ସ ଏଟା ଆମର ୟୁଜ୍ କରାଯାଏ କ'ଣ ପାଇଁ ନା ମାନେ ହୋଲ୍ଡ କରିବା ପାଇଁ ଆମର କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟଟାକୁ ହୋଲ୍ଡ କରିବା ପାଇଁ ଆମର ଯୋଉ ଷ୍ଟୋର କରାଯାଏ ମାନେ ଯୋଉ ଲେଖାଯାଏ ପିଲାମାନେ ଆମର ହୋଲ୍ଡ କରିବା ପାଇଁ କାହାକୁ ନା କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟଟାକୁ ଆମର ଷ୍ଟ୍ରିଙ୍ଗ ଭ୍ୟାଲ୍ୟୁଜରେ ମାନେ ଷ୍ଟୋର ହୋଲ୍ଡ କରିବା ପାଇଁ ଲେଖାଯାଏ ପିଲାମାନେ ଯଦି ତମେ ଏଇଠି ଦେଖିପାରୁଥିବ ତ ପିଲାମାନେ ଏଇଠି ତମେ ମୁଁ କପି କରିକି ଆଉ ଗୋଟେ ପ୍ରୋଗ୍ରାମ ତମକୁ ରନ୍ କରିକି ଦେଖେଇ ଦଉଛି ପିଲାମାନେ ଏଇଠି ମୁଁ କଣ୍ଟ୍ରୋଲ ଭି କରିଦେଲି ତ ମୁଁ ଏଇଠି ସେଭ୍ ମାରିଦେଲି ପିଲାମାନେ ମୋର ଏଇଟା କ'ଣ ରହିଲା ଫାଷ୍ଟ ପ୍ରୋଗ୍ରାମ 1 କଣ୍ଟ୍ରୋଲ ସେଭ୍ ମାରିଦେଲି ପିଲାମାନେ ମୁଁ ଏଇଠି କ'ଣ କରିବି ନା ମୁଁ ଏଠି ତାକୁ ଫାଷ୍ଟ ଆଗେ କମ୍ପାଇଲ୍ କରିଦେଲି ତ କମ୍ପାଇଲ୍ କରିଦେଲି କମ୍ପାଇଲେସନ୍ କମ୍ପ୍ଲିଟ୍ ହେଇଗଲା ମୁଁ ତାକୁ ରନ୍ କରେଇବି ପିଲାମାନେ ତ ରନ୍ କରେଇଲି ପିଲାମାନେ ପାସିଂ କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟସ୍ ତ ପିଲାମାନେ ମୋର ଏଇଠି ଦେଖିପାରୁଥିବେ କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟସ୍ ବି ମୁଁ ପିଲାମାନେ ପାସ୍ କରିପାରିବି ପିଲାମାନେ ମୋର ଏଇଠି ଦେଖିଦେଲା କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟସ୍ ପାସିଂ ତ ମୁଁ ଏଇଠି ଯଦିକା କ'ଣ କରିବି ନା ମୋର ଏଠି କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟ ବି ତମେ ପିଲାମାନେ ଏଇ ଲାଇନରେ ଦେଇପାରିବ ପିଲାମାନେ ତ ପିଲାମାନେ ମୁଁ ଯଦିକା ଆଉଥରେ ତାକୁ କମ୍ପାଇଲ୍ କରିକି ଦେବି ତ ପିଲାମାନେ ମୁଁ କମ୍ପାଇଲ୍ କଲି ତ ପିଲାମାନେ ମୁଁ ରନ୍ କଲାବେଳେ ପିଲାମାନେ ଏଇଠି ଦେଇଦେବି ତ ଅର୍ପିତ ଦେଇଦେଲି ତ ପିଲାମାନେ ଏଣ୍ଟର ମାଇଲା ବେଳକୁ ଦେଖ ମୋର ପାସିଂ କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟ ଅର୍ପିତ୍ସ ପିଲାମାନେ ତ ପିଲାମାନେ ମୋର ଏଇଠି ଅର୍ପିତ ଦେଖେଇଦେଲା ତ ମୋର ଏଇଟା ରନ୍ କଲାବେଳେ ପିଲାମାନେ ଦିଆଯାଏ କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟଟା ସିଏ ନବ ପିଲାମାନେ ଦେଖ ପାସିଂ କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟ ଆମର ଯାହା ବି କିଛି ଅର୍ପିତ ପିଲାମାନେ ଏଇଠି ତମେ ମଲ୍ଟିପୁଲ ବି ଦେଇପାରିବ ତ ଏଇଠି ଜାଭା ସି ପ୍ରୋଗ୍ରାମ ଲେଖିଦେଲି କମ୍ପାଇଲ୍ ହେଇଗଲା ମୁଁ ଯଦି ରନ୍ କରିବି ଅର୍ପିତ ଦେଲି ମୁଁ ଏଇଠି ଦେଇଦେଲି ରାଉତ ଏଠି ଦେଇଦେଲି ପ୍ରୀତି ପ୍ରୀତି ଦେଇଦେଲି ତ ଏଠି ଦେଇଦେଲି ଆମର କ'ଣ ନା ଲିଟୁଲ ଲିଟଲ୍ ଦେଇଦେଲି ତ ପିଲାମାନେ ଏଭ୍ରିଥିଙ୍ଗ ପିଲାମାନେ ନବ ସିଏ ଏଠି ଦେଖ ଗୋଟେ ନେଲା ଅର୍ପିତ ଗୋଟେ ରାଉତ ପ୍ରୀତି ଲିଟୁଲ ଏଭ୍ରିଥିଙ୍ଗ ପିଲାମାନେ ନବ ତ ଡିଟେଲରେ ଦେଖ ତମେ ଏଠି ତମେ ବି ଟ୍ରାଏ କରିପାରିବ ଆମର ଏଠି କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟ ବି ଅଛି ପିଲାମାନେ ଫେସିଲିଟି ଆମେ ଜାଭାରେ ଦେଇପାରିବା ପିଲାମାନେ ତ ସେମ୍ ଜିନିଷ ଏଠି କହିଲା ପିଲାମାନେ ଏଇଠି ତମେ ଦେଖିପାରୁଥିବ ତ ପିଲାମାନେ ଏଇଠି ତମେ ଆଉ ଗୋଟେ ଜିନିଷ ବି ଦେଇପାରିବ 1 2 3 4 ବି ଦେଇପାରିବ ମୁଁ ଯେମିତି ଉପରେ ଦେଇଥିଲି ତ ଏଇଠି ତମେ ଦେଖିପାରୁଥିବ ୱାନ୍ସ କମ୍ପାଇଲ୍ ହେଇଯାଇଛି ଆମେ ଯଦି ରନ୍ କରିବାକୁ ଚାହିଁବା ପିଲାମାନେ 1 2 ଦେଇପାରିବା ଏଠି 1 2 3 4 ବି ଦେଇପାରିବ ତ 1 2 3 4 ବି ଦେଇପାରିବ ପିଲାମାନେ ଏଠି ଆମର 1 2 3 ସହିତ ଅର୍ପିତ ରାଉତ ବି ନବ ପିଲାମାନେ ଆମର ଷ୍ଟ୍ରିଙ୍ଗ ବି ନବ ARPID ନବ 2 ବି ନବ ପିଲାମାନେ ଏଇଟା ତମେ ଦେଖ ସବୁ ଏଭ୍ରିଥିଙ୍ଗ ପିଲାମାନେ ନବ ନ୍ୟୁମେରିକ ନବ ଷ୍ଟ୍ରିଙ୍ଗ ନବ କ୍ୟାରେକ୍ଟର ବି ନବ ଏଭ୍ରିଥିଙ୍ଗ ତମେ ଯାହା ବି କିଛି ଦବାକୁ ଚାହୁଁଛ ଦେଇପାରିବ ପିଲାମାନେ ଏଟା ଗୋଟେ ଆରେଡେ ପିଲାମାନେ ଷ୍ଟ୍ରିଙ୍ଗ ଟାଇପର ହିଁ ସେ କାଉଣ୍ଟ କରିବ ତ ପିଲାମାନେ ତାପରେ ପିଲାମାନେ ଦେଖିପାରୁଥିବେ ଏଠି ମୁଁ ଗୋଟେ ଡାଇଗ୍ରାମଟେ ଦେଇଛି ପବ୍ଲିକଟା କ'ଣ କରାଯାଏ ପବ୍ଲିକଟା ଟୁ କଲ୍ ବାଇ ଦ ଜେଭିଏନ୍ ଫ୍ରମ୍ ଏନିୱେୟାର ଜେଭିଏମ୍ ଦ୍ୱାରା ଆମର ପ୍ରୋଗ୍ରାମଟାକୁ ଏନିୱେୟାରରୁ କୋଉଠୁ ବି କଲ୍ କରିହବ ତ ସେମ୍ ଜିନିଷ ସେଇଥିପାଇଁ ପବ୍ଲିକ ୟୁଜ୍ କରାଯାଏ ଷ୍ଟାଟିକ୍ କ'ଣ ଯାଏ makes it class method so that it can be called using class name without create an object of the class static ଟା କ'ଣ ପାଇଁ ୟୁଜ୍ କରାଯାଇଛି ନା କ୍ଲାସ୍ ଏଟା ମେନ୍ ମେଥଡଟାକୁ ଆମେ କ୍ଲାସର ବିନା ଅବଜେକ୍ଟ ଥ୍ରୋରେ ଆମେ ତାକୁ କଲ୍ କରିବାକୁ ଚାହୁଁଛନ୍ତି ଦେନ୍ ସେଥିପାଇଁ ଷ୍ଟାଟିକ୍ କରାଯାଇଛି ଭଏଡଟା କ'ଣ ଆମର ମେନ୍ ମେଥଡ କିଛି ରିଟର୍ନ କରେ ନାହିଁ ସେଥିପାଇଁ ଆମର ଭଏଡ ପିଲାମାନେ ତାର ରିଟର୍ନ ଟାଇପଟା ତ ମେନ୍ଟା ପିଲାମାନେ ଆମର ତାର ହେଟା ଡିଫଲ୍ଟ ସିଗ୍ନେଚର ନେମ୍ ରହିଛି ଯାହାକି ଆମର ଯୋଉ ଜେଭିଏମ୍ ଦ୍ୱାରା ଆମର କଲ୍ କରାଯାଏ ତାପରେ ପିଲାମାନେ ଷ୍ଟ୍ରିଙ୍ଗ ଏଆରଜିଏସ୍ କ'ଣ ତ ମେନ୍ ମେଥଡ ଆକ୍ସେପ୍ଟ ଆର୍ଗୁମେଣ୍ଟ ଅଫ ଟାଇପ ଷ୍ଟ୍ରିଙ୍ଗ ଆରେ ଯାହା ବି କିଛି ତମେ ଏଇନା ଦେଖିଲ ମୁଁ କମାଣ୍ଡ ଲାଇନ୍ CLI ଦ୍ୱାରା ତାକୁ ପ୍ରୋଭାଇଡ ଦେଲି ଇନପୁଟ ତମେ ଏଇଠି ଦେଖିପାରୁଥିଲ ତ ପିଲାମାନେ ଆଜି ପାଇଁ ଭିଡ଼ିଓଟି ଏତିକି ଯଦି ଭିଡ଼ିଓଟି ତମକୁ ଭଲ ଲାଗିଛି ଦେନ୍ ଭିଡ଼ିଓଟିକି ଲାଇକ୍ କରିବ ସେୟାର କରିବ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବ ତ ଯୋଉ ବି ପିଲାମାନେ ଭିଡ଼ିଓଟିକି ବୁଝିପାଇଲ ଦେନ୍ ଲାଇକ୍ କର ଯଦିକା କିଛି ବି ଡାଉଟ୍ ରହିଗଲା ଦେନ୍ କମେଣ୍ଟ ସେକ୍ସନରେ କମେଣ୍ଟ କର ଆଉ
ନହେଲେ ପିଲାମାନେ ଆମ ହ୍ୱାଟ୍ସଆପ୍ ଗ୍ରୁପ୍ ପିଲାମାନେ ଓପନ୍ ନେଇଗଲାଣି ତ ସେଠି ବି ଆସିକି ତମେ ଜଏନ୍ ହେଇକି ଫ୍ରି ଅଫ୍ କଷ୍ଟରେ ତାର ବେନିଫିଟ୍ସ ଉଠେଇ ପାରିବ। ନହେଲେ ଡେସ୍କ୍ରିପସନ୍‌ରେ ଆମ ଟେଲିଗ୍ରାମ ଚ୍ୟାନେଲ୍‌ର ଲିଙ୍କ୍ ଅଛି। ସେଥିରୁ ତମେ ଜଏନ୍ ହେଇକି ଫ୍ରି ଅଫ୍ କଷ୍ଟରେ ପିଡିଏଫ୍ ସବୁ ଡାଉନଲୋଡ୍ କରିକି ତାର ବେନିଫିଟ୍ସ ଉଠେଇ ପାରିବ ପିଲାମାନେ। ତ ଆଜି ପାଇଁ ଏତିକି ପିଲାମାନେ, ନେକ୍ସଟ କ୍ଲାସ୍‌ରେ ଆମେ ଦେଖା ହବା। ତ ନେକ୍ସଟ କ୍ଲାସ୍‌ରେ କିଛି ଦମଦାର ଆମର ରହିବ କିଛି ପ୍ରୋଗ୍ରାମିଂ କନସେପ୍ଟ। ଏଥର ପିଲାମାନେ ପ୍ରୋଗ୍ରାମିଂ କନସେପ୍ଟ ବେସିକ୍ ଆମର ପ୍ରୋଗ୍ରାମ ସବୁ କରିବା, ଏଭ୍ରିଥିଙ୍ଗ ଆମର ଡିଟେଲ୍ସ କ୍ଲାସ୍‌ଟା ଇଣ୍ଟରେଷ୍ଟିଂ ହବ। ତ ଯଥା କରି ପିଲାମାନେ ଭିଡ଼ିଓଟି ପୁରା ସାରି ଦେଖ, ଆଉ ତମ ସାଙ୍ଗସାଥିମାନଙ୍କ ସହିତ ସେୟାର କର, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କର। ତ ଆଜି ପାଇଁ ଏତିକି, ରହିଲି ପିଲାମାନେ।